ମାନେ ଏତେ ମୋତେ କୁଣ୍ଡ ଅଭାବ ହେଲା ଯେଉଁଥିପାଇଁ ମୁଁ ହେଉଛି ଚକୋଲେଟ୍ ଡବାରେ ଲଗେଇବାକୁ ବାଧ୍ୟ ହେଲି ମନ୍ଦାର ଗଛକୁ। ଏଇଟା ମୋର ବହୁତ ହି ସ୍ପେଶାଲ୍ ଗଛ, ମାନେ ପୁରା ବାଇଗଣୀ ରଙ୍ଗର। ଏଇଟା ନୀଳ ବାଇଗଣୀ ମିଶାମିଶି ଗୋଟେ ରଙ୍ଗର ଆସିବ ଏଇ ଫୁଲଟା। ତ ୟାର ମଦର ପ୍ଲାଣ୍ଟ ବାକି ରହିଲା, ୟାର ହେଉଛି କାଟିଥିବା ଡାଳକୁ ନ ଫିଙ୍ଗିକି ମୁଁ କିଛି ଯେଉଁ ପୋତି ଦେଇଥିଲି ସେଇଥିରେ ବହୁତ ସାରା ଗଛ ହେଇଯାଇଛି। ବାକି ଏଇ ଗୋଟିକ ଗଛରେ ହିଁ ବହୁତ ସାରା କଢ଼ ଅଛି। ଦେଖ ଏଇଠି କେତେ କଢ଼ ଦେଖ, ଦେଖିପାରୁଥିବେ। ଆଉ ଏ କଢ଼ଟା ଟିକେ ହେଉଛି କ'ଣ କହିଲେ ଛୋଟ ଛୋଟ ଆସେ ଏମିତିକା, ଆଉ ଟିକେ ଗ୍ରୋଥ୍ ହେବାକୁ ଟିକେ ସମୟ ଲାଗେ। ନହେଲେ ଏ ଗଛ ସବୁଆଡ଼େ ଦେଖ ଖାଲି କଢ଼ମୟ। ଆଉ ଏ ଗଛର ଏଠି ତଳୁ ବି ପତ୍ର କୁଆଁ ବାହାରୁଛି। ଏତେ ମାନେ ଗଛର କ'ଣ କହିଲେ, ଏଇଟା ହେଉଛି ମୋର ଗୋଟେ ଅର୍ଡ଼ର ହେଉଛି ବହୁତ। ତ ମୁଁ ଦେଇଛି ବାଇଗଣୀ ରଙ୍ଗର ମନ୍ଦାରର ଅର୍ଡ଼ର ଆସିଥିଲା 4ଟା ପାଖାପାଖି ବିକ୍ରି କରିଛି। ଆହୁରି 8-10ଟା ବନେଇଥିଲି ପଛତୁରିଆ, ଯେଉଁଗୁଡ଼ାକ ମୁଁ ଆଉ ମେସୋ ଆଇଡ଼ିରେ ପ୍ରୋବ୍ଲେମ୍ ଯୋଗୁଁ ମୁଁ ଆଉ ଦେଇପାରିଲିନି, କାହାରିକି ବି ସେଲ୍ କରିପାରିଲିନି। ତ ସେଗୁଡ଼ାକ ମୋର ରହିଯାଇଥିଲା, ଆଉ ସେଗୁଡ଼ାକରେ କଢ଼ ଆସିଯାଇଥିଲା। କାହିଁକିନା ଏସବୁ ମୁଁ ବିକ୍ରି କରିବା ପାଇଁ ମୁଁ ଏସବୁରେ ହରମୋନ୍ ବି ଦେଇଥିଲି ଆଗତୁରିଆ। କାହିଁକିନା ଯେମିତି ଆପଣମାନେ ରିପୋର୍ଟିଂ କରିବା ସାଙ୍ଗରେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଫୁଲ ମିଳିବ, ଆଉ ଆପଣମାନେ ଠିକ୍ ଗଛ ପାଇଛନ୍ତି କି ଭୁଲ ଗଛ ପାଇଛନ୍ତି ସେଇଟା ଆପଣ ଜାଣିପାରିବେ। ଆଉ ତା ସାଥିରେ ମୁଁ ହରମୋନ୍ ସହିତ ବୁଷ୍ଟର ବି ଦିଏ। ବୁଷ୍ଟର କ'ଣ ଗଛର ମୂଳରେ ଦେଇଥାଏ, ଯେମିତିକା ଗଛଟା ଝାଉଁଳିବନି, ସୁସ୍ଥ ଗଛଟେ ଆପଣଙ୍କ ପାଖରେ ପହଞ୍ଚିବ। ଗୋଟେ ତ ଥିଲା ମୋର ବାଲେଶ୍ୱର ଅର୍ଡ଼ର, ଆଉ ଗୋଟେ କଟକରୁ ଥିଲା, ମୁଁ ଦେଇଥିଲି ସେଇଟା, ଭିଡ଼ିଓ ବି କରିଥିଲି ଗୋଟେ। ତ ବହୁତ ସୁନ୍ଦର ମାନେ ସେମାନଙ୍କ ପାଖରେ ପହଞ୍ଚିଥିଲା ଗଛ, ସେମାନେ ଭିଡ଼ିଓ କରିକି ବି ଦିଅନ୍ତି, ପ୍ରାୟତଃ ବହୁତ ଜଣ ଅଛନ୍ତି ଭିଡ଼ିଓ କରନ୍ତି। ତ ଏମିତିକା ଏଇସବୁ ଗଛର ନା ମୁଁ ହରମୋନ୍ ଦେଇଥିଲି। ଆହୁରି କିଛିଟା ଗଛ ଆପଣଙ୍କୁ ଦେଖେଇବି ଯେଉଁଥିରେ କି କଢ଼ ଆସିଛି ଏବେ ବହୁତ ସାରା। ତ ଏଗୁଡ଼ାକ ଜଲ୍ଦି ହରମୋନ୍ ଦିଅନ୍ତି। ଆମର ନର୍ସରୀରେ ଏମିତିକା ହିଁ ଆଇଡ଼ିଆରେ କାମ କରନ୍ତି, ଯେଉଁଟାକି ଛୋଟ ଛୋଟ କଟିଂରୁ ଗ୍ରୋ କରିଥିବା ଗଛରେ ସେମାନେ ହରମୋନ୍ ଦେଇଦିଅନ୍ତି ଏମିତି କଢ଼ ଆସିବା ପାଇଁ, ଆଉ ଯାହାଦ୍ୱାରା ତାଙ୍କର ଗଛ ଗୁଡ଼ାକ ଭଲସେ ବିକ୍ରି ହେଇପାରେ। ତ ମୁଁ ବି ସେମିତିକା ତାଙ୍କରି ଆଇଡ଼ିଆକୁ ଆପଣେଇଥିଲି। ତ ଯେଉଁଥିପାଇଁ ମୋର ବି ଏଇ ଛୋଟ ଛୋଟ ଗଛରେ କଢ଼ ଦେଖିବାକୁ ମିଳିଲା। କିନ୍ତୁ ଏଇ ଗଛ ରଖିଛି ସତ, କିନ୍ତୁ ମୁଁ ପହଞ୍ଚେଇ ପାରିଲିନି, କାହିଁକିନା ଟିକେ ମେସାଇଟ୍ରେ ପ୍ରୋବ୍ଲେମ୍ ପାଇଁ, ଯେମିତିକି କହିଛି ପୂର୍ବରୁ ବି କିଛି ଭିଡ଼ିଓରେ ମୁଁ କହିଥିଲି। ତ ବହୁତ ଜଣଙ୍କର କମେଣ୍ଟ ହ୍ୱାଟ୍ସଆପ୍ରେ ବି ବହୁତ ଜଣ କହୁଛନ୍ତି, କମେଣ୍ଟ କରୁଛନ୍ତି କି ଆମକୁ ସେସବୁ ଗଛ ମନ୍ଦାର ଗଛ ଦରକାର। ବେଶୀ ଆମର ଭିଜିଟ୍ ରହୁଛି ଏଇ ମନ୍ଦାର ଗଛ ପାଇଁ, ବହୁତ ଜଣଙ୍କର କମେଣ୍ଟ ଆସୁଛି, କିନ୍ତୁ ମୁଁ ଦେଇପାରୁନି। ତ ସେଥିପାଇଁକା ମୁଁ ଆଉ କ'ଣ କରିବି। ତ ଏମିତି ପର୍ସନାଲି ମୁଁ ଡାଇରେକ୍ଟ ଦେବାକୁ ବି ଚେଷ୍ଟା କରୁଛି, କିନ୍ତୁ ସେଇଟା ବି ସମ୍ଭବ ହେଇପାରୁନି, କାହିଁକିନା ଗଛ ହେଉଛି ନଷ୍ଟ ହେଇଯିବ, ସେଥିପାଇଁ ଡର ମାଡ଼ୁଛି। ଦେଖିବା କ'ଣ ହେଉଛି ଆଗକୁ, ୟାର ଗୋଟେ ବାଟ କରିବି, କଲେ ଆପଣଙ୍କ ସହିତ ସେୟାର ନିଶ୍ଚିତ ଭାବରେ କରିବି। ବାକି ଏପଟେ ମୁଁ କିଛି ବି ମନ୍ଦାର ରଖିନି, ମନ୍ଦାର ଗୁଡ଼ା ମୁଁ ଅଲଗା ସାଇଡ଼୍ରେ ରଖିଛି। ଖାଲି ବାଇଗଣୀ ମନ୍ଦାର ଏଇଠି ଦେଖ ରଖିଛି 4-6ଟା ଭଳିଆ। ଆଉ ଯେତିକି ଏଇଠି ଗୋଟେ ବାଇଗଣୀ, ଏଇଟା ଗୋଟେ ବାଇଗଣୀ ମନ୍ଦାର, ଏଇଟା ଗୋଟେ ବାଇଗଣୀ ମନ୍ଦାର। ଆଉ ଏଠି ସବୁ ଗୋଲାପ ରଖିଛି, ହାଇବ୍ରିଡ଼ର ଗୋଲାପ ଗୁଡ଼ାକ ଚାରା ବନେଇକି। ଆଉ ଏଇଟା ଗୋଟେ ଏବେ ନଗଦରେ ଲଗେଇଥିଲି ବାଇଗଣୀ ମନ୍ଦାର। ଏ ଗଛ ସରୁ ସରୁ ଡାଳ ହିଁ ଆସେ ବାଇଗଣୀ ମନ୍ଦାର, ହେଲେ କି ବାସ୍ ଖାଲି ଗ୍ରୋଥ୍ ପାର୍ଟ ବାହାରିବା ପାଇଁ ବୁଷ୍ଟର ଦେଇକି ଗ୍ରୋଥ୍ ପାର୍ଟ କାଢ଼ିବେ, ଆଉ ଏମିତି